ଆଚ୍ଛା ଆଚ୍ଛା ସେଇଠୁ ଆସିଛନ୍ତି ବାବା। ବାବାର ଲିଷ୍ଟ ବି ଠିକ ହେଇଛି ଆଉ କିଲେ ପରେ ଏଇ ସବୁ ହଁ 1.5 ଲକ୍ଷ 4 ଲକ୍ଷ ଭିତରେ ମାଗିଲାଣି। ହଁ ହଁ ସାପ ବେପାର ବି କରୁଛନ୍ତି ସାପ ବେପାର ବି କରୁଛନ୍ତି ଛୋଟ ଛୋଟ ଛଡେଇକି ଆମେ ଦେଇ ଦଉଛୁ। ଆଚ୍ଛା ଆଚ୍ଛା ବିଷଟା କଢା ହଉଛି ଦାନ୍ତ କଢା ହେଇଯାଉଛି ଛାଲରେ ବିକ୍ରି ହେଇଯାଉଛି। ଆଉ କଣ ଦେଖିବୁ ନା ଟିକେ ମନ ଶାନ୍ତି ହେଲା ତମର? ନା 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 ଠିକ ଅଛି ଯେ ସାପ ଭାଇ ଗୋଟେ କଥା ଅଛି ଗନ୍ଧର୍ବ ଦେଶରେ ଗୋଟେ ରାଜା ଆସିଥିଲେ ବୁଝିଲେ କି ସିଏ ଯାଇ ସେଠି ପାର୍ବତୀ ବନରେ ଅପେକ୍ଷା କରିଛନ୍ତି। କଣ କରୁଛନ୍ତି ସେଠି? ସେଠି ଯାଇକି ସେ ଆମର ସବୁ ଚଢେଇ ଫଢେଇ ସବୁ ମାରି ଦଉଥିଲେ ବୁଝିଲ କିନ୍ତୁ ଆମେ ତାଙ୍କୁ ମନା କରି ତାଙ୍କୁ ପଠେଇ ଦେଇଛୁ ପାର୍ବତୀ ବନକୁ। ଗାଲୁଆଟା ସିଏ। ଆଚ୍ଛା ଆଚ୍ଛା ତାକୁ ନେଇକି ଯାଇକି ଆପଣ ଯଦି ଭେଟ ହୁଅନ୍ତେ ତାହେଲେ ଭଲ ହୁଅନ୍ତା। ଓ ସେଟା ଆମର ନିହାତି ଭାବରେ ଯାଆନ୍ତୁ ଟିକେ ଖୋଜିବେ ଟିକେ। ଦେଖିବା ଟିକେ ବୁଲି ବୁଲି ଦେଖିବା ଯୋଉଟେ ବସିଥିବ ନା କି ନାକ ଧରିକି ଟିକେ ଧରିକି ଆସିବା ଆଉ। ନାଇଁ ସେ ଚଢେଇବା ଜାଗା ଉପରେ ବି ରହିପାରେ। ତ ଗଛ ଉପରେ ଦେଖିବା କାଳେ ଶୋଇ ପଡୁ। ଚଢେଇବା ନା ଆଉ କଣ ମୋ ସୂଚନାକୁ ଟେକିକି ରହିଛି କଣ ଦେଖୁଛି ମରିଯାଇଛି ବସିକି ମରିଯାଇଛି ଠିଆ କରି ରଖିଦେବ ଆଉ କଣ ରାଜା ଲୋକ ନାହିଁ ରାଜାଟା ବାବୁ ଓରା ଦେବ ଗୋଟେ ଠଣାର ମୁସ୍କିଲ ବୋଧେ ଶୋଇ ପଡିଥିଲା ନା କଣ? ଗୋଟେ ଠଣାର କାବା ନିଦ ଭାଙ୍ଗିଯିବ ବୋଧେ ବସିକି হয় না না কোন পথর পথর কোন লাগবে পথর পথর কোন লাগবে ଆପଣ ତ ଯାଇଥିଲେ ଜଙ୍ଗଲକୁ ଆମେ ତ ଜାଣିପାରୁନୁ କଣ ହେଇଛି ଶବ୍ଦ ହେଲା କେମିତି ଜୋର ଶୋଇ ପଡୁଛି ହଁ ଆଚ୍ଛା ଯେ ଆସିଥିଲେ ସାପ ଭାଇମାନେ ଆସିଲେ ତ ସେମାନେ କହୁଥିଲେ ଦେଖା କରି ଯିବା ପାଇଁ ଯାଇଥିଲେ ବୋଧେ ପଥର ପଡିଲା ଠାଏ ତ ସେମାନେ ଆସିକି ଗାଁରେ ସେମାନେ କଥାବାର୍ତ୍ତା ହେଇକି ଯାଇଛନ୍ତି। ଆଚ୍ଛା ଆଚ୍ଛା ହଉ ତାହେଲେ କୁଆଡେ ଗଲେ ସେମାନେ? ସେ ଗଲେ ସେଇ ଦିଗକୁ ଗଲେ ସେଇ ଦିଗକୁ ପୂର୍ବ ଦିଗ ନା ପଶ୍ଚିମ ଦିଗ? ପଶ୍ଚିମ ଦିଗକୁ। ଆଚ୍ଛା ବାବା ମାନ ତ ହଉ